पॉलिस्टर प्लस कॉटन, टेरिउल टेरिलिन प्लस उल। इंग्लैंड रे लंदन शहर अरे आउ पैसा कहीं मो मार देह बहुत खराब ता देह भल गले से निजे आनी पैसा दे देबे ए बेटा गप कहना पैसा दे औषध लो टिके तो ये करी औषध दे दियो ए पुआ पैसा नहीं तो औषध नहीं सकाल कुआ कर बोल जा जा ले बाबा पड़ियलु कोन पई दुकानी भाई मते पेली गेले कोन पई मो मार देह बहुत खराब जे मो पाखरे जतिक पैसा थिला मो कुंपी रे सेतिक पैसा कुंपी मांगी आनी देली हेले औषध किनिबा पई पैसा पाई नथिला सेथि भाई दुकानी भाई मते पेली गेले अरे रे रे हो र ए सही ए पिला केते पैसा आइला औषध कहला एटा 165 टाका ए पिलाडा 10 12 टाका चेंज धर के आसी औषध न बोल कहू हो छाड़ा तमे पैसा नै जा ताको दे देला औषध या टाका धरले अरे कौन खाइचु मार तो बहुत दिन हेलान देह खराब हां हां आ घरे के रांधिबो काली सकाळे दिमुटा मुड़ी खाइथिले आ किछि खाइनी हो र अरे जिया जिया सुना जिया ने बापा ने ना मु नेबिनी अरे सान भौण देउची ने नो ना भाई ने हम का तुम सान भौण देउची
ବାପା ଡାକ୍ତରଙ୍କ ସହ କଥା ହେଲା? ହଁ ହଁ କଥା ହେଇଛି ସେ କହିଛନ୍ତି ତୋ ଦେହ ଭଲ ହେଇଯିବ, କିଛି ବ୍ୟସ୍ତ ନାହିଁ, ତୁ ନିଶ୍ଚୟ ଠିକ ହେବୁ ହେଲା, କିଛି ବ୍ୟସ୍ତ ନାହିଁ। ବାପା କେତେ ଆଉ ମିଛ କହିବ? କାଇଁ ମୋ ଆଖିରେ ଆଖି ମିଶେଇ କହିଲ? ମିଛ କାହିଁ କହିବି? ସମସ୍ତେ କହୁଛନ୍ତି କଟକର ମାଧବ ମିଶ୍ର ବୋଲି ଜଣେ ଡକ୍ଟର ଅଛନ୍ତି, ସେ ତତେ ନିଶ୍ଚୟ ଠିକ କରିଦେବେ, ଦେଖିବୁ ତୁ ନିଶ୍ଚୟ ଭଲ ହେଇଯିବୁ। କିନ୍ତୁ ତାଙ୍କର ଖର୍ଚ୍ଚ ତ ଅଧିକ ହେଇଥିବ। ହଉ ତୁ କାହିଁ ବ୍ୟସ୍ତ ହଉଛୁ, ସେ ବ୍ୟବସ୍ଥା ମୁଁ କରିସାରିଛି। କି ବ୍ୟବସ୍ଥା ତମେ କରିଛ? ଭାବିଛି ଦୋକାନଟାକୁ ବିକିଦେବି। ବାପା ମୁଁ କଣ ତମ ପାଇଁ ଏତେ ଅଭିଶପ୍ତ ହେଇଗଲି? ନାହିଁ ମା, ନାହିଁ, ତୁ ପରା ମୋର ବଡ ସମ୍ପତ୍ତି। ଶୁଣ ମା, ଆମେ ତ ଜୀବନରେ କେତେବେଳେ କାହାର କିଛି ଅନିଷ୍ଟ କରିନେ, କାହାକୁ କଷ୍ଟ ଦେଲା ଭଳିଆ କଥା କହିନେ। ଦେଖିବୁ ଭଗବାନ ଆମର ନିଶ୍ଚୟ ଭଲ କରିବେ, କିଛି ନା କିଛି ଚମତ୍କାର ନିଶ୍ଚୟ କରିବେ। ହେ ପ୍ରଭୁ, ମୋ ଝିଅକୁ ଭଲ କର, ମୋ ଝିଅକୁ ଭଲ କର, କିଛି ଚମତ୍କାର କର ପ୍ରଭୁ। ଆଚ୍ଛା ଭାଇ, ଆମର ସନାତନ ସାହୁ ଜଳଖିଆ ଦୋକାନ ଘରଟା କୋଉଠି କି? କିଏ ଅଛନ୍ତି କି? ଆଜ୍ଞା, କାହା ଖୋଜୁଥିଲେ? ଆପଣ ସନାତନ ସାହୁ ତ? ଆଜ୍ଞା। ଆଚ୍ଛା, ଦୋକାନଟା କଣ ବିକ୍ରି ହବ ବୋଲି ଲେଖା ହେଇଛି ଆପଣଙ୍କର? ହେଲେ ଆପଣ କଣ କିଣିବେ? ଆସନ୍ତୁ। ଆଚ୍ଛା ଆଚ୍ଛା, ଏମିତି କଣ ଅସୁବିଧା ହେଲା ଯେ ଆପଣ ଦୋକାନ ବିକି ଦଉଛନ୍ତି? କଣ କହିବି ଆଜ୍ଞା, ପାରିବାରିକ ସମସ୍ୟା, ବାଧ୍ୟ ହେଇ ବିକିବାକୁ ପଡୁଛି। ହେଲେ କଣ ଅସୁବିଧା ହେଇଛି ଖୋଲିକି କହୁନାହାନ୍ତି? ମୋ ଝିଅର ବ୍ରେନ୍ ଟ୍ୟୁମର, ଆଜ୍ଞା, ତାର ଚିକିତ୍ସା ପାଇଁ ବହୁତ ଜାଗା ଦେଖି ଘର ବାଡି ସବୁ ବିକିଛି। ସିଏ ଏବେ କୋଉଠି ଅଛି? ଏଇଠି ତ? କିନ୍ତୁ ଆପଣ ସେ କଥା ପରେ ଆସନ୍ତୁ, ଆପଣ ଆସନ୍ତୁ। ମା କେମିତି ଲାଗୁଛି? ଆଗରୁ କିଛି ଡାକ୍ତର ଦେଖେଇଛନ୍ତି? ପାଖର ସମସ୍ତ ଡାକ୍ତରଙ୍କୁ ଦେଖେଇ ସାରିଲେଣି, ସମସ୍ତଙ୍କର ସେ ଗୋଟିଏ କଥା, କଟକର ଡକ୍ଟର ମାଧବ ମିଶ୍ରଙ୍କୁ ଦେଖେଇଲେ କୁଆଡେ ଭଲ ହବ। ହେଲେ ଏକେ ତ କଟକ, ଦୁଇରେ ତାଙ୍କର ଖର୍ଚ୍ଚ ବହୁତ ଅଧିକା, ସେଥିପାଇଁ ଭାବିଛି ଦୋକାନଟା ବିକିଦେଲେ କମ ସେ କମ ଦେଖେଇ ତ ଆଣିବି। ଆଚ୍ଛା, ଉଠାନ୍ତୁ ଝିଅକୁ, ଯିବା। କୁଆଡେ? କଟକ। କିନ୍ତୁ ମୁଁ ତ ବୁଝିପାରୁନି ଆପଣ କିଏ, କୁଆଡେ ଆସିଲେ,
ଆମକୁ କଟକ ନେବେ କାହିଁକି? ଭାବି ନିଅନ୍ତୁ ମୁଁ ଆପଣଙ୍କର ଗୋଟେ ପୁଅ, ଏ ଝିଅର ଗୋଟେ ଭାଇ। ଏତେ କଥା ନାହିଁ, ମୋ ଭଉଣୀକୁ ମୁଁ ଠିକ୍ କରିବି। ଆସନ୍ତୁ ଯିବା। ହେଲେ ଆମେ କେମିତି ଆପଣଙ୍କ ସହ? ଆଉ ଡେରି କରନ୍ତୁନି, ଚାଲନ୍ତୁ ଯିବା। ଆସ ମା। ମିତାଲି, ଭଲ ଅଛ? ତମେ ଡିସଚାର୍ଜ ହେଇଯାଉଛ, ଆଜି ଆମକୁ ଛାଡିକି ପଳେଇବ। ଟିକେ ଦୁର୍ବଳ ଲାଗୁଥିବ ବୋଧେ, ମେଡିସିନ ଖାଅ, ଆସ୍ତେ ଆସ୍ତେ ଦେହ ଭଲ ହେଇଯିବ, ଚିନ୍ତା କରନି। ଚିନ୍ତା କେମିତି କରିବିନି ସିଷ୍ଟର, ବରଂ ବେଶୀ ଚିନ୍ତା ଲାଗୁଛି। ଭଲ ସିନା ହେଇଗଲି, ହେଲେ ସବୁ ଖର୍ଚ୍ଚ ଟଙ୍କା କେମିତି ପଇଠ ହବ? ଏତେ ବଡ ହସ୍ପିଟାଲ, ଏତେ ଦିନର ଖର୍ଚ୍ଚ, ସବୁ ଟଙ୍କା ଦେଲେ ତ ଡିସଚାର୍ଜ ହବ। ହଁ ସିଷ୍ଟର, ଏଠି ଆପଣ ଲୋକମାନଙ୍କ ଭଳି ଆପଣମାନେ ବହୁତ ସେବା କରିଛନ୍ତି। ଲାଗୁଛି ଆମେ ହସ୍ପିଟାଲରେ ନଥିଲୁ, ସତେ ଯେମିତି ଆପଣ ଲୋକ ଘରେ ଥିଲୁ। ହେଲେ ଏତେ ସବୁ ଖର୍ଚ୍ଚ କେମିତି ପଇଠ କରିବୁ, ଭାରି ବ୍ୟସ୍ତ ଲାଗୁଛି। ସେପଟେ ଦୋକାନଟା ମଧ୍ୟ ବିକ୍ରି ହେଇନି। ଆରେ ନା ନା, ସେସବୁ ବିଷୟରେ ଆପଣଙ୍କର କୌଣସି ଚିନ୍ତା କରିବାର ନାହିଁ। ଆପଣଙ୍କର ସବୁ ବିଲ୍ କ୍ଲିୟର ହେଇଯାଇଛି, ଆପଣ ଆରାମସେ ଘରକୁ ଯାଇପାରିବେ। କଣ କହୁଛନ୍ତି ଆପଣ? ମୁଁ ତ କିଛି ବୁଝିପାରୁନି। ଏତେ ଗୁଡେ ଟଙ୍କା କିଏ ଦେଲା? ଯିଏ ଆପଣଙ୍କୁ ଏଠିକି ଆଣିଥିଲେ। କିନ୍ତୁ କିଏ ସେ? କିଏ? ଯିଏ ଆପଣଙ୍କୁ ଭଲ କରିଛନ୍ତି। କିଏ ମତେ ଭଲ କରିଛନ୍ତି? ଜାଣନ୍ତି ଆପଣ? ଜାଣନ୍ତି ତାଙ୍କୁ? ସିଷ୍ଟର ପ୍ଲିଜ ପ୍ଲିଜ, ସତ କଥାଟା କଣ ମତେ କୁହନ୍ତୁ। କୁହନ୍ତୁ ସତ କଣ? ଏ ଚିଠିଟା ନିଅନ୍ତୁ, ପଢିବେ, ସବୁ କିଛି କରିବେ। ଟେକ୍ କେୟାର, ଗଡ୍ ବ୍ଲେସ୍ ୟୁ। ପନ୍ଦର ବର୍ଷ ତଳର ସେ ମଥା ଆଉଁସା ଆଉ ମୋ ଭୋକକୁ ବୁଝିପାରିଥିବା କଥା ହୁଏତ ଆପଣ ଭୁଲି ଯାଇଥିବେ, କିନ୍ତୁ ମୁଁ କିଛି ବି ଭୁଲିନି। ସେ ଔଷଧ, ସେ ଖାଦ୍ୟ ପୁଡ଼ିଆ, ମିତାଲିର ସ୍ନେହବଳ ବ୍ୟବହାର। ସେଦିନ ଆପଣ ଦୁହେଁ ମୋ ରୋଗିଣା ମାଟିର ବ୍ୟଥା ବୁଝିଥିଲେ, ଆଉ ଆଜି ମୁଁ ମୋ ଅସୁସ୍ଥ ଭଉଣୀଟାର ବ୍ୟଥା ବୁଝିପାରିବିନି? ଆପଣଙ୍କ ସେଦିନର ଖାଦ୍ୟ ଓ ଶ୍ରଦ୍ଧା ମୋ ଶରୀରରେ ରକ୍ତ ହୋଇ ମୋତେ ବୁଝାଇ ଦେଇଛି ଯେ ସେବା, ସାହାଯ୍ୟ ଆଉ ଦାନ ପାଇଁ ଚିହ୍ନା ପରିଚୟ ଦରକାର ନାହିଁ, କେବଳ ମାନବିକତା ଦରକାର। ସେଦିନର ସେ ରୋଗିଣା ମାର ଭୋକିଲା ଛୁଆ ଆଜି ଡକ୍ଟର ମାଧବ ମିଶ୍ର ବନିଯାଇଛି। ଆଉ ଏ ଚିକିତ୍ସା ହେଉଛି ଆପଣଙ୍କର ସେ ଅନାବିଳ ମହଦାନର ଏକ ଛୋଟ ପ୍ରତିଦାନ ମାତ୍ର। ଆପଣଙ୍କର ପୁଅ ଡକ୍ଟର ମାଧବ ମିଶ୍ର। ବାପା, 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 ସେ ମୋ ଭାଇ ଡକ୍ଟର ମାଧବ ମିଶ୍ର ଆଉ କେହି ନୁହନ୍ତି। ଆମ ପାଇଁ ଦେବତା ବାପା। ମତେ ମୋ ଭାଇ ମିଳିଯାଇଛି ବାପା, ମତେ ମୋ ଭାଇ ମିଳିଯାଇଛି। ବାପା, ବାପା, ମୋ ଭାଇ ବାପା, ମୋ ଭାଇ।